ହସ ଏବଂ ଲୁହ। ବାଗଦାଦ ନଗରୀର ଅଦୂରରେ ଗୋଟିଏ ଗ୍ରାମ ଥାଏ। ସେ ଗ୍ରାମର ବିଶିଷ୍ଟ ଲୋକେ ଅପରାହ୍ନରେ ସାଧାରଣତଃ ଗୋଟାଏ ବିରାଟ ଗଛର ଛାଇରେ ବସି ଗପସପ ହେଉଥାନ୍ତି। ଦିନେ ସେମାନେ ଗପରେ ମଜି ରହିଛନ୍ତି। କେତେବେଳେ ଯେ ଜଣେ ଅଜଣା ପଥିକ ସେହି ଗଛର ଅନ୍ୟପଟରେ ଛାଇରେ ଆସି ବସିଗଲାଣି, ସେ କଥା ସେମାନେ ଜାଣିନଥାନ୍ତି। ଜଣେ ଗ୍ରାମବାସୀ କହୁଥାନ୍ତି, ଘରଟି ତିଆରି କରିବା ଦିନରୁ ମୋ ସମୁଧି ବେଶ୍ ସୁଖରେ ଅଛନ୍ତି। ଆଉ ଜଣେ କହିଲେ, ମୋ ମାମୁଁ ନବାବଙ୍କ ଦରବାରରେ ଚାକିରି ପାଇଗଲେ। ତାହା ପୁଣି ବଡ଼ ଚାକିରି। ବାସ୍ତବିକ ସେ ଭାଗ୍ୟବାନ। ଅନ୍ୟ ଜଣେ ମନ୍ତବ୍ୟ ଦେଲେ, ଆଉ ଆମ ଅବଦୁଲ କଥା କୁହନ। ସେ ବାଟ ଚାଲୁ ଚାଲୁ ଗୋଟିଏ ଥଳି ପାଇଗଲା। ସେଥିରେ 20ଟି ସୁନା ମୋହର ଥିଲା। ବାସ୍ତବିକ ସେ ଟୋକା କେଡ଼େ ଭାଗ୍ୟବାନ। ସୁଖ ମିଳିବ ତ ଏମିତି ମିଳିବ। ଠିକ୍ ସେମିତି ଆଉ ଜଣେ ଦୁଇଜଣ ବି ସେମାନଙ୍କ ନିଜ ଲୋକଙ୍କ ସୌଭାଗ୍ୟ କଥା କହିଲେ। ସମସ୍ତଙ୍କ ସବୁ କଥା ଶୁଣି ହଠାତ୍ ସେ ଅପରିଚିତ ଲୋକଟି ହସିଉଠିଲା। ସେତେବେଳକୁ ଯାଇ ତା ଅସ୍ତିତ୍ୱ ବିଷୟରେ ସମସ୍ତେ ସଚେତନ ହେଲେ। ଜଣେ ତାଙ୍କୁ ପଚାରିଲେ, ତମେ କିଏ? ଆଉ ଜଣେ ଟିକିଏ ବିରକ୍ତ ହୋଇ ପଚାରିଲେ, ତମେ ଏମିତି କଥା ନାହିଁ ବାର୍ତ୍ତା ନାହିଁ ହଠାତ୍ କାହିଁକି ହସିଦେଲ? କ'ଣ ଆମ କଥା ଶୁଣି ତୁମକୁ ହସ ଲାଗିଲା? ଆମେ କ'ଣ କିଛି ହସିଲା ଭଳି କଥା କହିଥିଲୁ? ମୋ ଚେହେରା ଦେଖି ବୁଝୁଥିବେ ମୁଁ ଜଣେ ଗରିବ ଲୋକ। ମୋର ହସରୁ ବି ବୁଝୁଥିବେ ମୁଁ ପ୍ରାୟ ପାଗଳ। ମୋ ହସ ଯୋଗୁଁ ଆପଣମାନେ ମୋତେ କ୍ଷମା କରନ୍ତୁ। ମୁଁ ଏଥର ଯାଉଛି। ଏହା ଶୁଣି ଜଣେ ଗ୍ରାମବାସୀ କହିଲେ, ନା ନା, କାହିଁକି ହସିଲ? ଆଗେ ସେତିକି କହି ତାପରେ ଯାଇ ଏଠୁ ଯିବ। ଆଉ ଜଣେ ମନ୍ତବ୍ୟ ଦେଲେ, ତମେ ଗରିବ ହୋଇପାର, କିନ୍ତୁ ପାଗଳ ହୋଇଥିବ ବୋଲି ମୋର କାହିଁ ବିଶ୍ୱାସ ହେଉନାହିଁ। ତମ ମୁହଁରେ ବହୁ ଅଭିଜ୍ଞତାର ଛାପ ରହିଛି। ହଁ, ଏଥର କୁହ ଯେ ହସିଲ କାହିଁକି? ଲୋକଟି କୈଫିୟତ ଦେଲା, ବାବୁ, ମୁଁ ମୋ ଆବେଗ ସମ୍ଭାଳି ପାରେ ନାହିଁ। ସେଥିସକାଶେ ମୁଁ ମୋ ଜୀବନରେ ବଡ଼ ହଇରାଣ ହେଲିଣି। ସେମିତି ଆବେଗ ସମ୍ଭାଳି ନ ପାରି ହସିଦେଲି। ସମସ୍ତେ ସମସ୍ୱରରେ ପଚାରିଲେ, ଯାହା ହେଉ ହସର ତ ପୁଣି ନିଶ୍ଚୟ କିଛି କାରଣ ଥିବ। ସେ କାରଣଟି କ'ଣ? ତାପରେ ସେ ପଥିକ ଅଳ୍ପ ସମୟ ଗମ୍ଭୀର ଭାବରେ ବସି ରହି କହିଲା, ବାବୁମାନେ, ଆପଣମାନେ ସଭିଏଁ କହୁଥିଲେ କି ଅମୁକ ଲୋକ ସୁଖୀ, ଅମୁକ ଲୋକ ଭାଗ୍ୟବାନ। ଆଜ୍ଞା, ମୋ ଜୀବନର ଅଭିଜ୍ଞତା ହେଲା, ଯାହାକୁ ଆମେ ସୁଖ ଓ ସୌଭାଗ୍ୟ ବୋଲି ମନେ କରୁ, ତାହା ପଛରେ ସର୍ବଦା କିଛି ନା କିଛି ଦୁଃଖ ବା ହତାଶା ଲୁଚି ରହିଥାଏ। ସମସ୍ତେ କୌତୂହଳୀ ହୋଇ ପଚାରିଲେ, ତମର ସେ ଅଭିଜ୍ଞତା କ'ଣ? ଏହାପରେ ସେ ପଥିକ ଗପିଲା, ମୁଁ କେତେ ବର୍ଷ ତଳେ ବାଗଦାଦ ନଗରୀର ପ୍ରଧାନ ପ୍ରହରୀ ଥିଲି। ତେଣୁ ସେ ନଗରୀର ମୁଖ୍ୟ ଫାଟକ ପାଖରେ ମୋତେ ସାରା ରାତି ପ୍ରହରା ଦେବାକୁ ପଡ଼ୁଥାଏ। ଦିନେ ରାତିରେ ହଠାତ୍ ପ୍ରାଚୀର ସେପଟେ ଖିଲି ଖିଲି ହସ ଶୁଣି ଦ୍ୱାର ଭିତର ଦେଇ ମୁଁ ଅନାଇ ଦେଖିଲି, ଜଣେ ଯୁବତୀ ଠିଆ ହୋଇଛି। ଜହ୍ନ ରାତି। ସେ ଯେ ଅତ୍ୟନ୍ତ ସୁନ୍ଦରୀ, ସେ କଥା ମୁଁ ବୁଝିପାରିଲି। ମୁଁ କହିଲି, କ'ଣ ଦରକାର? ରାତିରେ ନଗରୀ ଭିତରକୁ ଆସିବା ମନା। ଏକଥା କ'ଣ ତମେ ଜାଣନା? ମୋ କଥାରେ ସେ ପୁଣି ହସିଦେଇ କହିଲା, ଟିକିଏ ହାତ ବଢ଼ାଇଲ ବାବୁ। ତାପରେ ମୁଁ କୌତୂହଳୀ ହୋଇ ହାତ ବଢ଼ାଇଲି। ମୋ ପାପୁଲିରେ ସେ 3ଟି ସ୍ୱର୍ଣ୍ଣମୁଦ୍ରା ରଖିଦେଲା। ସେତେବେଳେ ମୋ ଆଖି ଅବଶ୍ୟ ବଡ଼ ବଡ଼ ହୋଇଗଲା। କିନ୍ତୁ ମୁଁ କହିଲି, ଦେଖ, ଅର୍ଥ ଲୋଭରେ ଅନ୍ୟାୟ କାମ କରିବା ଲୋକ ମୁଁ ନୁହେଁ। ମୁଁ ଯେ ଏ ଦ୍ୱାର ଖୋଲି ତମକୁ ଭିତରକୁ ଆସିବାକୁ ଦେବି, ସେ କଥା ତମେ କଳ୍ପନା ସୁଦ୍ଧା ବି କରନାହିଁ। ସେ କହିଲେ, ତୁମକୁ ଅନ୍ୟାୟ କରିବାକୁ କିଏ କହୁଛି? ଶୁଣ, ମୋ ଅନୁରୋଧ ଯଦି ରକ୍ଷା କରିବ, ତେବେ ତୁମେ 2 ବିରହୀ ବାନ୍ଧବୀଙ୍କ ମିଳନରେ ସାହାଯ୍ୟ କରିବ। ତୁମ ନିଜ ଭାଗ୍ୟ ମଧ୍ୟ ଖୋଲିଯିବ। ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି, କିପରି? ଏ ନଗରୀର କାଜୀଙ୍କ ଝିଅ ମୋର ପ୍ରାଣର ମିତ, କିନ୍ତୁ କାହିଁକି କେଜାଣି କାଜୀ ତା ସହ ମୋ ଦେଖା ସାକ୍ଷାତକୁ ପସନ୍ଦ କରନ୍ତି ନାହିଁ। ମୋତେ ନ ଦେଖି ସେ ଛଟପଟ ହେଉଛି। ତମେ ସାହାଯ୍ୟ କଲେ ଆମର ଭେଟ ହେବ। ମୁଁ କହିଲି, ସେଥିରେ ମୁଁ ବା କ'ଣ କରିପାରିବି? କାଜୀ ଜଣେ ଅତ୍ୟନ୍ତ କଡ଼ା ପ୍ରକୃତିର ମଣିଷ। ତାଙ୍କ ଝିଅ ସହ ସେ କାହାକୁ ମିଶିବାକୁ ଦେବେ ନ ଦେବେ, ସେ ବିଷୟରେ ସେ ମୋ ପରାମର୍ଶ କାହିଁକି ଗ୍ରହଣ କରିବେ? ବରଂ ତମ ଟଙ୍କାତକ ଫେରାଇ ନିଅ,
ମୁଁ ଏଥିରେ ତମକୁ କୌଣସି ପ୍ରକାରର ସାହାଯ୍ୟ କରିପାରିବି ନାହିଁ। ମୁଁ କହିଲି, ଯଦିଓ ଟଙ୍କା ଫେରାଇବା ନିମନ୍ତେ ମୁଁ ମୋଟେ ପ୍ରସ୍ତୁତ ନଥିଲି, 3ଟି ସ୍ୱର୍ଣ୍ଣମୁଦ୍ରା ତ ଆଉ କିଛି କମ୍ କଥା ନୁହେଁ। ତହୁଁ ଯୁବତୀ ହସିଦେଇ ପୁଣି କହିଲା, ତମେ ବହୁତ ବିବେକୀ ଓ ବୁଦ୍ଧିମାନ। ତମେ ଇଚ୍ଛା କଲେ ହିଁ ମୋତେ ସାହାଯ୍ୟ କରିପାରିବ। ଯୁବତୀର ପ୍ରସ୍ତାବ ଶୁଣି ମୁଁ ପଚାରିଲି, କିପରି? ସେ ସେଇଠୁ ମୋତେ ଗୋଟାଏ ଉପାୟ ବତାଇ ଦେଲା। ସ୍ୱର୍ଣ୍ଣମୁଦ୍ରା, ସୁନ୍ଦରୀର ମଧୁରୀ କଥା ଓ ଆହୁରି ସୌଭାଗ୍ୟର ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ମୁଁ ଫାଟକ ଖୋଲିଦେଲି ଓ ଯୁବତୀକୁ ନେଇ କାଜୀଙ୍କ ଘର ଆଡ଼େ ଚାଲିଲି। କବାଟରେ ଶବ୍ଦ ଦେଇ ମୁଁ ମୋ ନିଜ ପରିଚୟ ଦେବା ମାତ୍ରେ କାଜୀ କବାଟ ଖୋଲିଦେଲେ। ମୁଁ କହିଲି, ଏ ଯୁବତୀ ଆପଣଙ୍କ ଘର ସାମ୍ନାରେ ବସିଥିଲେ। ଇଏ ବସରା ନଗରୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ କନ୍ୟା। ଘଟଣାଚକ୍ରରେ ଯାହାଙ୍କ ସହ ସେ ଆସିଥିଲେ, ସେ କୁଆଡ଼େ ହଜିଯାଇଛନ୍ତି। ଏହାଙ୍କ ଦେହରେ ଅଳଙ୍କାର ଅଛି। ରାତିକ ପାଇଁ ଏହାକୁ ଘରେ ଆଶ୍ରୟ ଦିଅନ୍ତୁ। ମୋ କଥା ଶୁଣି କାଜୀ ଥତମତ ହେଲେ। ମୁଁ କହିଲି, ଏ ଯୁବତୀ ଯଦି ରାତିରେ ଦୁର୍ବୃତ୍ତମାନଙ୍କ କବଳରେ ପଡ଼େ ତେବେ ଆମର କଳଙ୍କ ହେବ। ଆପଣ ଏହାକୁ ରାତିକ ରଖିନିଅନ୍ତୁ। ସେଠିକାର ବିଚାରକ ହେଲେ ଖୋଦ୍ ନିଜେ କାଜୀ। ଏବେ ସେ ପୁଣି ମନା କରିବେ ବା କିପରି? ତେଣୁ ଉକ୍ତ ଯୁବତୀକୁ ସେ ତାଙ୍କ ଘର ଭିତରକୁ ଡାକିନେଲେ। ମୁଁ ବି ମୋ ଘରକୁ ଫେରି ଶୋଇପଡ଼ିଲି। ସକାଳେ କାହାର ଗୋଟେ କର୍କଶ ଡାକରେ ହଠାତ୍ ମୋ ନିଦ ଭାଙ୍ଗିଗଲା। ଦେଖିବା ବେଳକୁ ସେ ଲୋକଟି କାଜୀଙ୍କ ଘରର ଜଗୁଆଳି। ସେ ମୋତେ କହିଲା, କି କାଜୀ ସଙ୍ଗେ ସଙ୍ଗେ ଡାକୁଛନ୍ତି। ଏଣୁ ମୁଁ ଗଲି। ଦେଖିବା ବେଳକୁ ସେଠାରେ କଟୁଆଡ଼ ବି ଆସି ପହଞ୍ଚିଲେଣି। ସେ ଯୁବତୀ ରାତିରେ କାଜୀଙ୍କ ଘରର ସବୁ ଗହଣା ଓ ଟଙ୍କା ଧରି ପଳାଇ ଯାଇଛି। କଟୁଆଡ଼ କହିଲେ, ଦୁଷ୍ଟ, ତୁ ମରିବୁ। ମୁଁ ନିଜକୁ ବହୁ କଷ୍ଟରେ ସମ୍ଭାଳି କହିଲି, ହଜୁର, ଏ ରାଜ୍ୟର ନିୟମ ଦୋଷୀକୁ ଦଣ୍ଡ ଭୋଗିବା ପୂର୍ବରୁ 3 ଦିନ ସମୟ ଦିଆହୁଏ। ମୁଁ ଭାବୁଛି 3 ଦିନରେ ସେ ଠକ ଯୁବତୀକୁ ମୁଁ ନିଶ୍ଚୟ ଧରିପାରିବି। ତାପରେ ମୋତେ ଅନୁମତି ଦିଆଗଲା। ମୁଁ ପାଗଳ ଭଳି ନଗରୀ ସାରା ବୁଲିଲି। ତୃତୀୟ ଦିନ ସନ୍ଧ୍ୟାବେଳକୁ ନଗରୀର ଶେଷ ପ୍ରାନ୍ତରେ ଗୋଟିଏ ପୁରୁଣା 2 ମହଲ କୋଠାର ଝରକା ସେପାରିକୁ ଅଚାନକ ମୋ ଆଖି ପଡ଼ିଗଲା। ସେହି ଯୁବତୀକୁ ଦେଖି ପକାଇ ତତ୍କ୍ଷଣାତ୍ 2 ମହଲାକୁ ଉଠିଯାଇ ମୁଁ ଭିତରକୁ ପଶିଗଲି। ଯୁବତୀ କହିଲା, ତମ ବାଟ ଚାହିଁ କେତେ ଆଖି ପାଣି ମଲାଣି। ମୁଁ କହିଲି, ଚୁପ୍ କର। ତୁମକୁ ନ ପାଇଥିଲେ ମୋ ପ୍ରାଣ ଆଜି ନିଶ୍ଚୟ ଯାଇଥାନ୍ତା। ଏବେ ଚାଲ। ଯୁବତୀ ପଚାରିଲା, କୁଆଡ଼େ? ମୁଁ କହିଲି, କାଜୀ ପାଖକୁ। ଯୁବତୀ କହିଲା, କାଜୀ ଆମ ବାହାଘର କରିଦେବେ। ଏତେ ତରବର କାହିଁକି? ଯୁବତୀର କଥା ଶୁଣି ମୁଁ ହସିବି ନା କାନ୍ଦିବି? କିନ୍ତୁ ସେ ମୋତେ ବୁଝାଇଦେଲା କି ସେ ବହୁଦିନ ଧରି ମୋତେ ଦେଖୁଥାଏ। ମୋତେ ବାହା ହେବା ତାର ଇଚ୍ଛା। ଆମେ ଦୁହେଁ ଯେପରି ସୁଖରେ ସଂସାର କରିବା, ସେଥିପାଇଁ ସେ ଅର୍ଥ ସଂଗ୍ରହ କରୁଛି। କାଜୀର ଅନ୍ୟାୟ ଧନ ସେ ନେଇ ଆସିଛି। ସେ ମଧ୍ୟ ତା ଆଲମାରୀ ଖୋଲି ସେ ସବୁ ମୋତେ ଦେଖାଇଦେଲା। ତାପରେ ମୁଁ କ'ଣ କରିବା ଉଚିତ ସେ କଥା କରିଦେଲା। ତା ପରାମର୍ଶ ଅନୁସାରେ ମୁଁ ଯାଇ ସିଧା କଟୁଆଡ଼ଙ୍କ ପାଖରେ ପହଞ୍ଚି କହିଲି, ହଜୁର, ମୋ ସନ୍ଦେହ ସେ ଯୁବତୀ କାଜୀଙ୍କ ଘରେ ହିଁ ରହିଛି। ଆପଣ ଚାଲନ୍ତୁ ଦେଖିବା। ଏହାପରେ କଟୁଆଡ଼ ବିସ୍ମିତ ହୋଇ ମୋ ସହ ଗଲେ। ଯେତେବେଳେ କାଜୀଙ୍କୁ ଆମେ ଆମ ସନ୍ଦେହ କଥା କହିଲୁ, ସେ ପ୍ରଥମେ କ୍ରୋଧରେ କଥା କହିପାରିଲେ ନାହିଁ। ତାପରେ ସେ କହିଲେ, ଆଚ୍ଛା, ତାହେଲେ ମୋ ଘର ତଲାସ କର। ଯଦି ତମ ସନ୍ଦେହ ମିଥ୍ୟା ବୋଲି ପ୍ରମାଣ ହେବ, ତେବେ ଏହାର ପରିଣାମ ଖୁବ୍ ଭୀଷଣ ହେବ। ମୁଁ ଏଣେତେଣେ ମିଛରେ ଘଣ୍ଟାଏ କାଳ ଖୋଜାଖୋଜି କରି ଯୁବତୀର ନିର୍ଦ୍ଦେଶ ଅନୁସାରେ ଶେଷକୁ ଗୋଟାଏ ସିନ୍ଦୁକ ଖୋଲି ଦେଖିଲି। ମୁଁ ପଚାରିଲି, କାଜୀ ମହୋଦୟ, ସେ ଯୁବତୀ କି ରଙ୍ଗର ପୋଷାକ ପିନ୍ଧିଥିଲା? କାଜୀ କହିଲେ, ନୀଳ ରଙ୍ଗର। ତତ୍କ୍ଷଣାତ୍ ସିନ୍ଦୁକ ଭିତରୁ ମୁଁ ଖଣ୍ଡିଏ ନୀଳ ପୋଷାକ ବାହାର କରି ଆଣିଲି। ସେଥିରେ ରକ୍ତ ଭଳି ଲାଲ ରଙ୍ଗ ଲାଗିଥାଏ। କହିବା ବାହୁଲ୍ୟ, ଯୁବତୀଟି ସେ ପୋଷାକ ସେଠି ଲୁଚାଇ ଦେଇ ଯାଇଥିଲା। ତାହା ଦେଖି କାଜୀ କାବା ହୋଇ ଚାହିଁ ରହିଲେ। କଟୁଆଡ଼ ଗମ୍ଭୀର ଭାବରେ ପଚାରିଲେ, କାଜୀ,
ଆପଣ ସେ ଯୁବତୀକୁ ହତ୍ୟା କଲେ କାହିଁକି? ଏଭଳି ପ୍ରଶ୍ନ ଶୁଣି କାଜୀ ତାଙ୍କ ଚେତା ହରାଇ ପଡ଼ିଗଲେ। ଆମେ ପାଣି ଛିଞ୍ଚି ତାଙ୍କ ଚେତା ଫେରାଇ ଆଣିଲୁ। କଟୁଆଳ କହିଲେ, କାଜୀ, ଚିନ୍ତା କରନ୍ତୁ ନାହିଁ। ଯାହା ହେବାର ତ ହେଲାଣି। ଏ କଳଙ୍କ ଯେପରି ରଟିବ ନାହିଁ ସେ କଥା ମୁଁ ଦେଖିବି। ମୋତେ ଅନାଇ ସେ କହିଲେ, ଖବରଦାର, ଏ ବିଷୟରେ ତୁ କାହାକୁ କିଛି ବି କହିବୁ ନାହିଁ। ତତେ ମୁଁ ବଡ଼ ଚାକିରି କରାଇଦେବି। ମୁଁ କହିଲି, ଯାହା ଆପଣଙ୍କ ଆଦେଶ। ସେଠାରୁ ବାହାରି ମୁଁ ଆନନ୍ଦରେ ସେ ଯୁବତୀ ସହ ଦେଖା କରିବାକୁ ଚାଲିଲି। କିନ୍ତୁ କାହିଁ ସେ ଯୁବତୀ? ଲୋକେ କହିଲେ, ସେ ଘର ତ କେବେଠୁଁ ଖାଲି ପଡ଼ିଛି। 2 ଦିନ ପାଇଁ ଜଣେ ସ୍ତ୍ରୀ ଲୋକ ସେଠି ରହିଥିଲା। ଆଜି କିନ୍ତୁ ସେ କୁଆଡ଼େ ଚାଲିଯାଇଛି। ଏହାପରେ ମୁଁ ମୋ ନିଜକୁ ନିଜେ ଅଧିକାର କରିବା ଛଡ଼ା ଆଉ କ'ଣ ବା କରିବି? କଟୁଆଳ ଆଗରେ ନିରପରାଧୀ କାଜୀଙ୍କୁ ଅପରାଧୀ ବୋଲି ଦେଖାଇଥିବା ଯୋଗୁଁ ମୋ ମନରେ ଗଭୀର ଗ୍ଳାନି ଆସିଲା। ମୁଁ ଚାକିରି ଛାଡ଼ିଦେଇ ବୁଲୁଛି। 2 ଥର ସୁଖର ଭେଟ ପାଇଗଲି ବୋଲି ଭାବି ଖୁସି ହୋଇଥିଲି। 2 ଥର ଯାକ ପରିଣତି ବିଷମ ହେଲା। ତେଣୁ ଆପଣମାନଙ୍କ କଥାବାର୍ତ୍ତା ଶୁଣି ହସି ପକାଇଥିଲି। ଗ୍ରାମବାସୀମାନେ ସବୁ ଶୁଣି ସେ ପଥିକ ପ୍ରତି ଗଭୀର ସହାନୁଭୂତି ଦେଖାଇଲେ।